नमस्कार बंधुगण आज भिडियो आम आलोचना करवा सोनम वांगचुक विषय से किपरि एनएसए एक्ट 1980 रे 6 मास पूर्व गिरफ हेले एवं 6 मास काल जेल बिताया पर वर्तमान भारत सरकार तांको फ्री करछंती। तो भारत सरकार वर्तमान जो सोनम वांगचुक को मुक्त करछंती यह केवल सोनम वांगचुकर विजय नुहे, यह हूँ सोनम वांगचुक स्वाधीनता सहित प्रत्येक भारतीय स्वाधीनता एवं गोटे गण आंदोलन बड़ विजय। तो ये जो आईन आसला एनएसए 1980 यह किपरि गोटे विफल बा व्यापक जनता स्वर सम्मुखें नई पड़ला एवं लद्दाख संविधानिक सुरक्षा किपरि बजाय रहिबो बा बजाय रहिला एही विषय आम संपूर्ण वीडियो रे आलोचना करवा। तो वर्तमान आसन जानिबा कौन पई लागिथिला जातीय सुरक्षा आईन बा एनएसए 1980। तो ये जो एनएसए 1980 टी एटा 1980 मसीह रे प्रथम थर पई भारत रे प्रचलन होइतिला। तो एइथिरे कौन करे जे जातीय सुरक्षा प्रति जो माने विपद सृष्टि करथिबे सेमानंकु बिना औपचारिक दृष्टि रे भारत सरकार 12 मास बा गोटे वर्ष पर्यंत जेल रे रखिबार क्षमता भारत सरकार पाखे अछि। तो जी की जातीय सुरक्षा और शांति श्रृंखला प्रति विपद सृष्टि करथिबे तांको प्रति एई आईनटा उद्दिष्ट। आपण माने जानथिबे सोनम वांगचुक गोटे प्रोटेस्ट करथिले जोटा कि लद्दाखर क्लाइमेट उपरकू बा सेटा किपरि तार खनन हबनी एथिपई से शांति प्रतीक गोटे हंगर स्ट्राइक करथिले, किंतु गोटे कोन होइतला सेप्टेम्बर गोटे मास मूवमेंट होई गोटे उग्र रूप धारण करथिला। तो एहा को दृष्टि रखि भारत सरकार सोनम वांगचुक को गोटे वर्ष पर्यंत गिरफ करथिले। तो किंतु वर्तमान 6 मास न बितुनु भारत सरकार बाध्य होई सोनम वांगचुक को फ्री करिवार निष्पत्ति मध्ये नेइचंती। तो भारत सरकार गिरफ्त तो करदेले किंतु एही निष्पत्ति बहुत आलोचनार शिकार होइतिले मध्ये भारत सरकार, कारण समस्त समालोचक माने कहले जे विरोधर जो स्वर को दबाइया पई भारत सरकार एही कठोर पदक्षेप नेउछंती। आसन जानिबा यार बैकग्राउंड कोन बा ए सब जिंस कोठु आरंभ होइतिला। तो आमे एतिपई 2019 को फेरी जिबा। तो आपण माने देखुचंती एटा होची कंप्लीट जम्मू काश्मीर एवं लद्दाख रो मैप। तो 2019 रे कौन होइतिला तो आपण माने जानथिबे आर्टिकल 370 रिपील करागला। ଏହା ଦ୍ୱାରା କ'ଣ ହେଲା ଜାମ୍ମୁ କାଶ୍ମୀରକୁ ଗୋଟିଏ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବା ସହିତ ଲଦାଖକୁ ଗୋଟେ ୟୁନିୟନ ଟେରିଟୋରିର ମାନ୍ୟତା ମିଳିଲା। ଏହା ପରେ ପରେ ଲଦାଖରେ ଗୋଟେ ଖୁସିର ଆସର ଆସିଥିଲା। ତ ଏହା ପରେ କ'ଣ ହେଲା ଏଇଟା ଡିଭାଇଡ୍ ହେଲା ପରେ ଲଦାଖବାସୀ ମାନେ ଆଶଙ୍କା କଲେ ଯେ ଦିଲ୍ଲୀ ତାଙ୍କ ଉପରେ ବା ଦିଲ୍ଲୀରୁ ତାଙ୍କ ଉପରେ ପ୍ରତ୍ୟକ୍ଷ ଶାସନ ଚାଲିବ, ଯୋଉଟା କି ସେମାନଙ୍କର ସାମ୍ବିଧାନିକ ସୁରକ୍ଷା ପ୍ରତି ଗୋଟେ ବିପଦ ସୃଷ୍ଟି କରିବ। ତ ଏଉଠୁ ସବୁ ଜିନିଷ ଗୋଳମାଳିଆ ହେଇକି ଷ୍ଟାର୍ଟ ହେଇଗଲା। ତ ଏହା ପରେ ପରେ ଲଦାଖବାସୀ ମାନେ 4ଟି ପ୍ରମୁଖ ଦାବି ନେଇ ସେମାନଙ୍କର ଧାରଣା ଦେବା ବା ବିରୋଧ କରିବା ଆରମ୍ଭ କରିଦେଇଥିଲେ। ତ ଆସନ୍ତୁ ଜାଣିବା ଏଇ 4ଟି ଦାବି କ'ଣ। ପ୍ରଥମ ଦାବି ହେଉଛି ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ବା କମ୍ପ୍ଲିଟ ଷ୍ଟେଟହୁଡ୍, ଯୋଉଟା କି ଜାମ୍ମୁ କାଶ୍ମୀର ପ୍ରତି ଲଦାଖକୁ ୟୁନିୟନ ଟେରିଟୋରି ନେଇ ଗୋଟେ କମ୍ପ୍ଲିଟ ଷ୍ଟେଟହୁଡ୍ ମିଳୁ। ଆଉ ସେକେଣ୍ଡ ହେଉଛି ଲଦାଖକୁ 6th ସେଡ୍ୟୁଲରେ ଇନକ୍ଲୁଡ କରାଯାଉ। ତୃତୀୟଟି ହେଉଛି ଲଦାଖ ପାଇଁ ଗୋଟିଏ ସ୍ୱତନ୍ତ୍ର ଲୋକସେବା ଆୟୋଗ ରହିବ। ଏବଂ ଚତୁର୍ଥ ହେଉଛି ସଂସଦ ବା ଭାରତର ପାର୍ଲାମେଣ୍ଟରେ ଲଦାଖ 2ଟି ସିଟ୍ରେ ରହିବ, ଲଦାଖର ବା 2ଟି ରିପ୍ରେଜେଣ୍ଟେଟିଭ ଏମ୍ପି ରହିବେ। ତ ଏଇ ସବୁ ଦାବି ଗୁଡ଼ିକ ଲେ ଆପେକ୍ସ ବଡି ବା ଡେମୋକ୍ରାଟିକ ଆଲାଏନ୍ସ ଦ୍ୱାରା ମିଳିତ ଭାବେ ଉଠାଯାଇ ଗୋଟିଏ ଧାରଣା ଦେବା, ପ୍ରୋଟେଷ୍ଟ କରିବା, ବିକ୍ଷୋଭ କରିବା ଏଇ ସବୁର ଗୋଟେ ଉଗ୍ର ରୂପ ନେଇଥିଲା। ଆସନ୍ତୁ ଜାଣିବା ଏଇ ଯୋଉ 6th ସେଡ୍ୟୁଲ ବା ଷଷ୍ଠ ଅନୁସୂଚୀ କ'ଣ ଏବଂ ଏହା ଲଦାଖବାସୀଙ୍କ ପାଇଁ କାହିଁକି ଜରୁରୀ। ତ ଲଦାଖର ପ୍ରାୟ 96 ବା 97% ଯୋଉ ଜନଜାତି ସେମାନେ ହେଉଛନ୍ତି ସିଡ୍ୟୁଲ ଟ୍ରାଇବ୍ସ ଜନଜାତି। ତ ସେମାନେ ଫିଲ୍ କରୁଛନ୍ତି କି ଯେ ଯଦି ସାମ୍ବିଧାନିକ ରକ୍ଷା କବଚ ତାଙ୍କ ଉପରୁ ହଟିଯିବ ବା ସେମାନଙ୍କୁ ଯଦି 6th ସେଡ୍ୟୁଲରେ ଇନକ୍ଲୁଡ କରାନଯିବ, ତେବେ ବଡ଼ ବଡ଼ ରିଏଲ ଏଷ୍ଟେଟ୍ କମ୍ପାନୀ ମାନେ ଲଦାଖର ଜମି ଗୁଡ଼ିକ ଉପରେ ନଜର ପକେଇବେ ବା ସେମାନଙ୍କୁ ଦଖଲ କରିଦେବେ। ତ ଏହା ଦ୍ୱାରା କ'ଣ ହବ, ଲଦାଖର ଗୋଟେ ସ୍ୱତନ୍ତ୍ର ଯୋଉ ଅଛି ବୌଦ୍ଧ ସଂସ୍କୃତି ବା ତିବ୍ବତୀୟାନ ସଂସ୍କୃତି ସେଇଟା ବିପଦରେ ପଡ଼ିବା ସହିତ ଯୋଉ ଜନସଂଖ୍ୟା ବା ଯେତିକି ବି ଜନବସତି ବର୍ତ୍ତମାନ ଲଦାଖରେ ଅଛନ୍ତି ସେଇଟାରେ ପରିବର୍ତ୍ତନ ଘଟିବ। ତ ଏହା ଗୋଟେ ବିପଦ ରୂପେ ସେମାନେ ଅନୁମାନ କରୁଛନ୍ତି। ତ ଏହା ଛଡ଼ା ଆଉ ଗୋଟିଏ ବିପଦ ଯୋଉଟାକୁ ପୃଥିବୀର ତୃତୀୟ ମେରୁ କୁହାଯାଉଛି ତା ପ୍ରତି ମଧ୍ୟ ବିପଦ ହେଉଛି। ତ ଯଦି ଆପଣ ଲଦାଖକୁ ଦେଖିବେ, ଲଦାଖ ହେଉଛି ଗୋଟେ ହିମାଳୟାନ ଷ୍ଟେଟ୍, ଯୋଉଟା କି ଆପଣ ଦେଖିବେ ବଡ଼ ବଡ଼ ହିମଖଣ୍ଡ ବା ହିମାଳୟର ମୁଖ୍ୟ ଉତ୍ସ, ଯାହାକୁ ପୃଥିବୀର ତୃତୀୟ ମେରୁ ଆମେ କହୁଛେ। ତ ବର୍ତ୍ତମାନ ସେଠି କ'ଣ ହେଇଛି ଯେ ଅବାଧ ଖଣି ଖନନ ଆରମ୍ଭ ହୋଇଯାଇଛି, ଯୋଉଟା କି ଲଦାଖ ତାର ପରିଚୟ ପାଇଥିଲା କ'ଣ ଟୁରିଜିମ୍ ପାଇଁ। ତ ଏହା ଗୋଟେ ଟୁରିଜିମ୍ ଉପରେ ଇନଡାଇରେକ୍ଟ ଚାପ ସୃଷ୍ଟି କରୁଛି। ତ ବ୍ୟାପକ ଶିଳ୍ପାୟନ ଯୋଗୁଁ ଏଇ ସବୁ ଜିନିଷ ଗୁଡ଼ିକ ବର୍ତ୍ତମାନ ସମ୍ବେଦନଶୀଳ ହୋଇପଡ଼ିଛି। ତ ଏଇ ସବୁ କ୍ଷେତ୍ରରେ ଗୋଟିଏ ସ୍ଥାୟୀ ବିକାଶ ବା ଲଦାଖକୁ ବଞ୍ଚାଇବା ପାଇଁ ଗୋଟିଏ ଶାନ୍ତିପୂର୍ଣ୍ଣ ସଂଗ୍ରାମର ନେତୃତ୍ୱ ନେଉଥିଲେ ସୋନମ ୱାଙ୍ଗଚୁକ୍। ତ ୱାଙ୍ଗଚୁକ୍ କ'ଣ କରୁଥିଲେ
ତ ସେ ତାଙ୍କର ମୁଖ୍ୟ ଥିଲା ଗଣ ଆନ୍ଦୋଳନ ଦାବି ପୂରଣ ପାଇଁ ସେ ଲାଦାଖର ମାଇନସ୍ ଟେମ୍ପରେଚରରେ ଗୋଟିଏ ଜଳବାୟୁ ଅନଶନ ଫାଷ୍ଟ ସେ ଆରମ୍ଭ କରିଥିଲେ ଜଳବାୟୁ ଅନଶନରୁ। ତ ସେଥିରେ କଣ ଥିଲା ନା 6 ସେଡ୍ୟୁଲ ମାନ୍ୟତା ଦାବିରେ ସେ ପ୍ରଥମେ କହିଥିଲେ ତ ଦିଲ୍ଲୀ ଚାଲୋ ପଦଯାତ୍ରା ଷ୍ଟାର୍ଟ କରିଥିଲେ। ତ ଏଥିରେ ବିଭିନ୍ନ ସଂଗଠନ ଯୋଉଟା କି ପରିବେଶ ସଂଗଠନ, ନାଗରିକ ସମାଜ, ଛାତ୍ରଛାତ୍ରୀ ବା ବିପୁଳ ଲାଦାଖର ଜନସଂଖ୍ୟାଙ୍କ ଠାରୁ ଗୋଟେ ବ୍ୟାପକ ସମର୍ଥନ ମିଳିଥିଲା। ତ ଏହା ପରବର୍ତ୍ତୀ ସମୟରେ ଗୋଟେ ବଡ ବ୍ୟାପକ ଗଣ ଆନ୍ଦୋଳନରେ ପରିଣତ ହେଇଗଲା। ତ ଏହା ପରେ କଣ ହେଲା ନା ଯୋଉ ଯୋଉଟା ଲାଦାଖର ରାଜଧାନୀ ଅଛି, ତ ସେଠି ସେପ୍ଟେମ୍ବର ମାସରେ ବ୍ୟାପକ ଜନସମାଗମ ହୋଇ ଗୋଟେ ଉତ୍ତେଜନା ଓ ସଂଘର୍ଷ ଷ୍ଟାର୍ଟ ହେଇଗଲା। ତ ଏଥିରେ କଣ ହେଲା ନା ଅ, ଯୋଉ ସରକାରଙ୍କର ଖଣି ପ୍ରକଳ୍ପ ଓ ସରକାରୀ ନୀତି ବିରୁଦ୍ଧରେ ଗୋଟେ ବିକ୍ଷୋଭ ହେଲା, ଯୋଉଟା କି ବହୁତ ତୀବ୍ର ରୂପ ନେଇଗଲା। ତ ଏଥିରେ କଣ କଲେ ରାସ୍ତାରେ ମୁଖ୍ୟତଃ ଆନ୍ଦୋଳନକାରୀ ଏବଂ ସୁରକ୍ଷା କର୍ମୀଙ୍କ ଭିତରେ ଗୋଟେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା, ଯାହାଦ୍ୱାରା ହିଂସା ଏବଂ ଭଙ୍ଗାରୁଜାର ରିପୋର୍ଟ ସାମ୍ନାକୁ ଆସିଲା। ତ ଏଠାରେ ଭାରତ ସରକାର ଗୋଟେ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ତ ଏହା ଉପରେ ବିରୋଧୀ ମାନଙ୍କ ମତ କଣ ଆସନ୍ତୁ ଜାଣିବା। ତ ବିରୋଧୀ ମାନେ କହୁଛନ୍ତି ଏହା ବା ସୋନମ ୱାଙ୍ଗଚୁକ୍ ବା ଲାଦାଖର ସାଧାରଣ ଜନସାଧାରଣଙ୍କ ସ୍ୱର ଦବାଇବାକୁ ସରକାରଙ୍କ ଚକ୍ରାନ୍ତ। ତ ଲୋକଙ୍କୁ ଉସ୍କାଇବା ଏବଂ ଜନଶାନ୍ତି ଭଙ୍ଗ କରିବା ଅଭିଯୋଗରେ ସରକାର କଣ କଲେ ନା ସୋନମ ୱାଙ୍ଗଚୁକଙ୍କୁ ଗିରଫ କଲେ। ତ ତାଙ୍କ ଉପରେ ଦେଶର ସବୁଠାରୁ କଠୋର ଆଇନ ଯୋଉଟାକୁ ଆମେ କହୁଛେ ଏନ୍ଏସ୍ଏ ବା ଜାତୀୟ ସୁରକ୍ଷା ଆଇନ ଏନ୍ଏସ୍ଏ ଲଗାଗଲା। ତ ଏହା ପରେ ବିରୋଧୀମାନେ ଦାବି କଲେ ଯେ ତ ବିରୋଧୀ ବା ଯୋଉ କି ସୋନମ ୱାଙ୍ଗଚୁକଙ୍କ ସ୍ୱରକୁ ଦବାଇବା ପାଇଁ ସରକାର ଏଇ ଆଇନର ଅସ୍ତ୍ରକୁ ବ୍ୟବହାର କରୁଛନ୍ତି। ତ ସୋନମ ୱାଙ୍ଗଚୁକ୍ ଗିରଫ ହେଲେ ଏବଂ ଜେଲ ଗଲେ। ତ ଏହାପରେ କଣ ହେଲା ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ଆରମ୍ଭ ହେଲା। ତ ଯୋଉ ଆବେଦନ କରିଥିଲେ ସେ ସୋନମ ୱାଙ୍ଗଚୁକଙ୍କ ସପକ୍ଷରେ କହିଲେ କି ସେ ଜଣେ ସାମାଜିକ କର୍ମୀ। ତ ତାଙ୍କର ମୁଖ୍ୟ କାର୍ଯ୍ୟ ହଉଛି ଆନ୍ଦୋଳନକୁ ଜାତୀୟ ସୁରକ୍ଷା ଦେବା ପାଇଁ, ଯୋଉଟା ଆପଣ କହୁଥିଲେ ବିପଦ ସେଇଟା ନୁହେଁ। ତ ଜଣେ ସାମାଜିକ କର୍ମୀଙ୍କ ଆନ୍ଦୋଳନ କେବେ ଜାତୀୟ ବିପତ୍ତି ହେଇପାରିବ ନାହିଁ। ତ ଏହି ପଦକ୍ଷେପ ସରକାରଙ୍କ ଏକତ ସମ୍ପୂର୍ଣ୍ଣ ରୂପେ ଅମାନୁଷିକ ଏବଂ ଏହାର ବିପକ୍ଷରେ ସରକାର ଯୁକ୍ତି କରିଥିଲେ ଯୋଉ ସୋନମ ୱାଙ୍ଗଚୁକ୍ ଯୋଉ ବିକ୍ଷୋଭ ସୃଷ୍ଟି କରିଥିଲେ ତା ଦ୍ୱାରା ଲାଦାଖରେ ବ୍ୟାପକ ଅଶାନ୍ତି ସୃଷ୍ଟି ହେଲା, ଯୋଉଠି କି ଭଙ୍ଗାରୁଜା ହେଲା, ଗୋଟେ ଉଗ୍ର ରୂପ ଧାରଣ କଲା। ତ ଷ୍ଟେଟ ର ଶାନ୍ତି ଶୃଙ୍ଖଳା ତ ସେଗୁଡା ସବୁ ବ୍ୟାଘାତ ହେଲା। ତ ଏହି ପରିପ୍ରେକ୍ଷୀରେ ସରକାର ତାଙ୍କୁ ଗିରଫ କରିଥିଲେ। ତ ପରିଶେଷରେ କଣ ହେଲା ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ସରକାର ନିଜ ନିଷ୍ପତ୍ତିକୁ ନିଜେ ରିଭୋକ୍ ବା ପ୍ରତ୍ୟାହାର କଲେ। ତ କଣ ପାଇଁ ପ୍ରତ୍ୟାହାର କଲେ? ସୁପ୍ରିମକୋର୍ଟ ତାଙ୍କ ଚୂଡାନ୍ତ ରାୟ ଦେବା ପୂର୍ବରୁ ସରକାର ପ୍ରଥମେ ଏଇ ବଡ ନିଷ୍ପତ୍ତି ନେଲେ। କଣ ହେଲା ନା ସୋନମ ୱାଙ୍ଗଚୁକଙ୍କୁ ଯୋଉ ନଜରବନ୍ଦୀ ଆଦେଶ ବା ଏନ୍ଏସ୍ଏ ସରକାର ଲଗେଇଥିଲେ ସେଇଟାକୁ ତୁରନ୍ତ ପ୍ରତ୍ୟାହାର କଲେ। ତ ଏଇଟା ସରକାରଙ୍କର ଗୋଟିଏ ଆଇନଗତ ପରାଜୟ କହିବାକୁ ଗଲେ ମଧ୍ୟ ଭୁଲ ହେବ ନାହିଁ। କାରଣ ନ୍ୟାୟାଳୟର ଭର୍ତ୍ସନାରୁ ବର୍ତ୍ତିବା ପୂର୍ବରୁ ସରକାର ତାଙ୍କର ଏଇ ରଣନୀତିକ ପଦକ୍ଷେପ ଆପଣେଇଲେ। ସରକାରଙ୍କ ନିଷ୍ପତ୍ତି କଣ ପାଇଁ ହଠାତ୍ ବଦଳିଲା? କାରଣ ସୋନମ ୱାଙ୍ଗଚୁକ୍ ଜଣେ ହେଉଛନ୍ତି ଇଣ୍ଟରନ୍ୟାସନାଲ ଫିଗର। ତ ବିଶ୍ୱ ସ୍ତରରେ ସେ ସମ୍ମାନିତ ପରିବେଶ ମଧ୍ୟରୁ ଜଣେ ପ୍ରମୁଖ ପରିବେଶବିତ୍। ତ ତାଙ୍କ ଗିରଫଦାରୀ ଗୋଟେ ମାନବାଧିକାରର ଗୋଟେ ହନନ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଆନ୍ତର୍ଜାତିକ ଛବି ମଳିନ ହେବା ପୂର୍ବରୁ ସରକାର ଏଟାକୁ ଫେରାଇ ନେଲେ ଏବଂ ଯୋଉଟା ଆପଣ ଦେଖୁଥିବେ ରାଜନୈତିକ ସମାଧାନ ଲଦାଖରେ ଗିରଫ ପରେ ମଧ୍ୟ ବ୍ୟାପକ ଉତ୍ତେଜନା କମିବା ବଦଳରେ ଗୋଟେ ବଢିବାକୁ ଲାଗିଥିଲା। ତ ଏଇ ସବୁକୁ କଣ୍ଟ୍ରୋଲ କରିବା ପାଇଁ ସରକାର ତାଙ୍କୁ ରିଲିଜ କଲେ। ତ ଆପଣ ଆଉ ଗୋଟେ ଦେଖିବେ ଆଇନଗତ ଚାପ। ସୁପ୍ରିମକୋର୍ଟରେ ଏନ୍ଏସ୍ଏର ଅପବ୍ୟବହାର ଯଦି ପ୍ରମାଣିତ ହେଇଥାନ୍ତା ତ ଏହା ସରକାରଙ୍କ ବିପକ୍ଷରେ ଯାଇଥାନ୍ତା, ଯୋଉଟା କି ସରକାରଙ୍କ ପାଇଁ ଗୋଟେ ବହୁତ ଲଜ୍ଜାଜନକ ପଦକ୍ଷେପ ହୋଇଥାନ୍ତା। ତ ଏହା ପୂର୍ବରୁ ସରକାର ସୋନମ ୱାଙ୍ଗଚୁକଙ୍କୁ ରିଲିଜ କଲେ। ତ ଆଉ ଗୋଟେ ହଉଛି ଲଦାଖର ଲୋକାଲ ଲିଡର ମାନଙ୍କ ସହିତ ଆଲୋଚନା କରିବା ପାଇଁ ସରକାର ରାସ୍ତା ଖୋଲିବାକୁ ଚାହୁଁଥିଲେ। ତ ଏହା ପୂର୍ବରୁ ସେ ସୋନମ ୱାଙ୍ଗଚୁକଙ୍କୁ ରିଲିଜ କରି ଗୋଟେ ବଡ ପଦକ୍ଷେପ ବା ଭଲ ପଦକ୍ଷେପ ନେଲେ। ତ ଏଇ ଯୋଉ ଲାଦାଖର ଭୌଗୋଳିକ ପରିସ୍ଥିତି ଗୋଟିଏ ବହୁତ ସବୁଠୁ ସମ୍ବେଦନଶୀଳ ସୀମା। ତ ଆପଣ ଯଦି ଦେଖିବେ ଜାମ୍ମୁ କାଶ୍ମୀର ଲାଦାଖ ଇଏ ଚୀନ ସହିତ ବର୍ଡର ସେୟାର କରୁଛନ୍ତି। ତ ଏଇଟା ହଉଛି ଭୂ ରାଜନୈତିକ ଦୃଷ୍ଟିକୋଣରୁ ଲାଦାଖ ଚୀନ, ପାକିସ୍ତାନ ବା ତିବ୍ବତ ସୀମାକୁ ଲାଗିକି ଅଛି। ତ ଲାଦାଖର ମେନ୍ ହଉଛି ଗଲୱାନ ଘାଟି, ପାଙ୍ଗୋଙ୍ଗ ସୋ, ଆଉ ଗୋଟେ ହଉଛି ଅତ୍ୟନ୍ତ ସମ୍ବେଦନଶୀଳ ଜାଗା ଗୁଡିକରେ ଭାରତର ସାମରିକ ଯୁଦ୍ଧ କ୍ଷେତ୍ର ମଧ୍ୟ ଏଠି ଅଛି। ତ ଏଇ ଅଞ୍ଚଳରେ ବିପୁଳ ସେନା ମଧ୍ୟ ଠୁଳ ହୋଇଛନ୍ତି। ଯଦି ଲାଦାଖରେ ଆଭ୍ୟନ୍ତରୀଣ ଅଶାନ୍ତି ଦେଖାଦେବ ତ ଦେଶରେ ମଧ୍ୟ ଗୋଟେ ବଡ ବିପଦ ସୃଷ୍ଟି ହୋଇପାରେ। ତ ଏଇ ସବୁ ପରେ ଆଗର ରାସ୍ତା କଣ ନା ଏଇ ଲଢେଇ ଏଇଠି ସମାପ୍ତ ହେଲା ଆସନ୍ତୁ ଜାଣିବା। ତ ୱାଙ୍ଗଚୁକଙ୍କୁ ସରକାର ଆଜି ମୁକ୍ତ କରିଛନ୍ତି, କିନ୍ତୁ ସରକାର ତାଙ୍କ ଉପରେ ନଜର ନିଶ୍ଚୟ ରଖିବେ। ତ ଲାଦାଖବାସୀଙ୍କ ମୂଳ ସାମ୍ବିଧାନିକ ସୁରକ୍ଷା ପାଇଁ ବା ସ୍ୱତନ୍ତ୍ର ରାଜ୍ୟ ପାଇବା ପାଇଁ ୱାଙ୍ଗଚୁକ୍ ମଧ୍ୟ ନିଜ ଲଢେଇ ଜାରି ରଖିବେ। ତ ଏହା ସହ ପରିବେଶର ସୁରକ୍ଷା, ନିଜ ମାଟିର ଅସ୍ତିତ୍ୱ ବଞ୍ଚାଇବା ପାଇଁ ତାଙ୍କର ଶାନ୍ତିପୂର୍ଣ୍ଣ ସଂଗ୍ରାମ ମଧ୍ୟ ଜାରି ରହିବ।
ତ ଏଇ ଘଟଣା ପ୍ରମାଣ କରିଦେଲା ଯେ ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନକୁ କେବଳ କଠୋର ଆଇନ ବଳରେ ସବୁଦିନ ପାଇଁ ଦବାଇ ଦିଆଯାଇ ପାରିବ ନାହିଁ। ଏହା ଉପରେ ଆପଣଙ୍କ ମତାମତ କଣ? କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଜୟ ଜଗନ୍ନାଥ।